ଆସନ୍ତୁ ସାଙ୍ଗମାନେ ଆମେ ଦେଖିବା ଆମର ଛୋଟ ଗାଁଟିକୁ ଆକାଶରୁ। ଏଇ ଦେଖନ୍ତୁ ଆମ ଗାଁ ପାଖରେ ଅଛି ସବିଆ ନାମକ ଏକ ରେଳ ଷ୍ଟେସନ। ଏଇ ଦେଖନ୍ତୁ ଟ୍ରେନ୍ ଲାଇନ୍ଟି ପଡ଼ିଛି ଏବଂ ଆମ ଗାଁର କେତେ ସୁନ୍ଦର ଶସ୍ୟ କ୍ଷେତ୍ର। ଦେଖନ୍ତୁ ଧାନ ଚାଷ ହେଇଯାଇଛି। ଉପର ଆକାଶରେ ଦେଖନ୍ତୁ ପୁରା ସବୁଜ, ସବୁଆଡ଼େ କେବଳ ସବୁଜ ହିଁ ସବୁଜ। ସବୁଜିମାରେ ଭରା ଆମର ଏଇ ଗାଁ, ଛୋଟିଆ ଆମ ଏ ଗାଁଟି। ଏଇ ଦେଖନ୍ତୁ ଗାଁର ଗୋଟିଏ ବଡ଼ ପୁଷ୍କରଣୀ, ତା ପାଖକୁ ଆଉ ଗୋଟିଏ ପୁଷ୍କରଣୀ ଯାହାର କିଛି ଦଳ ହେଇଯାଇଛି। ଦଳ ଗଢ଼ିଆ ଆମେ କହିପାରିବା। ସେଠି ଗୋଟେ ଦେଖନ୍ତୁ ଆମର ଛୋଟିଆ ମନ୍ଦିରଟେ, ବାବା ତ୍ରିନାଥଙ୍କ ମନ୍ଦିର। ତାପରେ ପୁଣି ଦେଖନ୍ତୁ ଗୋଟିଏ ତାଳ ଗଛ ଠିଆ ହେଇଛି, କିଛି ପକ୍ଷୀ ଉଡ଼ୁଛନ୍ତି। ଆମ ଗାଁର ମନୋରମ ଦୃଶ୍ୟକୁ ଉପଭୋଗ କରନ୍ତୁ। ଏବଂ ତୃତୀୟ ରେଳ ଲାଇନ୍ ହାଉଡ଼ାରୁ ଚେନ୍ନାଇ ଗଲା ବୋଲି କେତେକ ପୋଖରୀ ହେଇଯାଇଛି। ଲୋକମାନେ ମାଟି ଦେଇ ଦେଇଛନ୍ତି, ଏସବୁ ପୋଖରୀ ହେଇଯାଇଛି। ଏଇ ଗୋଟେ ସରତାଇ ଗଢ଼ିଆ ବା ସରତାଇର ପୋଖରୀ। ଏଠା ହେଲା ଗୌରାଙ୍ଗ ଗଢ଼ିଆ, ଗୌରାଙ୍ଗ ତାଳ ଗଛ, କେତେ ଦେଖନ୍ତୁ ତାଳ ଗଛ। ଏଠା ହେଲା ଫାଙ୍ଗଳି ଗଢ଼ିଆ, ସେପଟୁ ରଅଳିଆ, ଏପଟେ ଦେଖନ୍ତୁ ଏଇ କେତେ ତାଳ ଗଛ। ଇଏ ହେଲା ବାରିକ ସାହି, ସୁତାର ସାହି ମଧ୍ୟ କହିପାରିବା। ସେପଟେ ଦେଖନ୍ତୁ ଆମ ପଞ୍ଚାୟତ ଘର। ଏପଟେ ଦେଖନ୍ତୁ ଏଇ ଚମାର ସାହି ଆଉ ଶିଆଳ ସାହି। ଏଇ ଦେଖନ୍ତୁ ଆହୁରି ବନ୍ୟା ପାଣି ଟିକେ ଟିକେ ଅଛି। ସେପଟକୁ ମା ପର୍ତ୍ତସୁଣୀ ରାସ୍ତା। ଆହୁରି ସବୁ ଶସ୍ୟ କ୍ଷେତ୍ରରେ ପରିପୂର୍ଣ୍ଣ। ଧାନ ଚାଷ ଏଥର ବହୁତ ବିଳମ୍ବରେ ହେଲେ ମଧ୍ୟ ହେଇଛି ଧାନ ଚାଷ, କିଛି ହେଇଛି ଧାନ ଚାଷ। ଆଗକୁ ବଢ଼ିବା। ଦେଖନ୍ତୁ ଉପରୁ ଆମ ଗାଁ କେତେ ସୁନ୍ଦର ଦେଖାଯାଉଛି। ସୂର୍ଯ୍ୟ କିରଣ ପଡ଼ି ଚକ୍ ଚକ୍ କରୁଛି ଧାନ କ୍ଷେତ୍ରଟି। ଆଶା କରେ ଏଥର ଧାନ ଅମଳ ଭଲ ହେବ। ଏଇ ଦେଖନ୍ତୁ ଫାଙ୍ଗଳି ଗଢ଼ିଆ, ଫାଙ୍ଗଳି ଢେର ମାଛ ଛାଡ଼ିଛି। ଆହୁରି ଦେଖନ୍ତୁ ହେଲା ବଙ୍କା ଘର, ଏପଟେ ରଅଳିଆ। ଏଇ ଦେଖନ୍ତୁ ସବିରା ଷ୍ଟେସନ କାମ ଚାଲିଛି। କିଛି ଦିନ ପରେ ପୁରାପୁରି ସମ୍ପୂର୍ଣ୍ଣ ନୂଆ ରୂପରେ ହେବ ଆମ ସବିରା ଷ୍ଟେସନ। ଆହୁରି ଆଗକୁ ମାଡ଼ିଯିବା। ଆହୁରି ଦେଖିବା। ଦେଖନ୍ତୁ ଆମ ରାସ୍ତା, ମାଟି ରାସ୍ତା ଏପର୍ଯ୍ୟନ୍ତ ପକ୍କା ହେଇନାହିଁ। ସରକାରଙ୍କ ଅନୁରୋଧ ପକ୍କା କରିଦେବା ପାଇଁ। ଆମେ ମାଟି କାଦୁଅରେ ବହୁତ ହନ୍ତସନ୍ତ ହେଲୁଣି। ଇଏ ଆହୁରି ଘର ଦେଖନ୍ତୁ। ସେପଟେ ଗାଁ ହେଉଛି ଢିଅଛବିରା ଗାଁ, ଯାହାକି ତଳନଗର ପଞ୍ଚାୟତରେ ଅବସ୍ଥିତ। ଏପଟେ ଗୋଟେ ଦଳ ଗଢ଼ିଆ ଦେଖନ୍ତୁ, ତା ନାଁ ବଢ଼ା। ଗଢ଼ିଆଟା 10 ଫୁଟ ପାଖାପାଖି ପାଣି ହେବ, କିନ୍ତୁ ଜଣାପଡ଼ୁନି କାହିଁକି ନା ଉପରେ ବହୁତ ଦଳ ମାଡ଼ି ବସିଛି। ଆହୁରି ଆଗକୁ ଯିବା। ଆହୁରି ଦେଖିବା ଆଉ ସବୁ କ'ଣ ଅଛି। ବହୁତ ଗଛରେ ପରିପୂର୍ଣ୍ଣ ଅଛି। ଏଇ ଦେଖନ୍ତୁ ଆମ ଗାଁକୁ ରାସ୍ତା, ମାଟି ରାସ୍ତା। ଏଇ ଦଳ ଗଢ଼ିଆଟିକୁ ଦେଖନ୍ତୁ, ନଜର ପକାନ୍ତୁ। ଏଇ ଗଢ଼ିଆ ଯୋଗୁଁ ବହୁତ ମଶା ମାଛି ହେଉଛନ୍ତି। ସଫା କରିଦେବା। ଆର ବର୍ଷକୁ ଆମେ ସଫା କରିଦେବା ସମସ୍ତେ। ଏଇ ଦେଖନ୍ତୁ କେତେ ଗଢ଼ିଆ ଖୋଳି ଦେଇଛନ୍ତି ସବୁଆଡ଼େ। କେବଳ ବର୍ତ୍ତମାନ ଦେଖନ୍ତୁ ଏଇ ଦଳ ଗଢ଼ିଆଟିକୁ। ଯାହା ହଉ ଆପଣମାନେ ଏଇ ଭିଡ଼ିଓଟିକୁ ଦେଖିଥିବାରୁ ମୁଁ ଆପଣଙ୍କ ଠାରେ କୃତଜ୍ଞ। ଥ୍ୟାଙ୍କ୍ସ ଫର୍ ୱାଚିଂ। ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଛି ତେବେ ମତାମତ ନିଶ୍ଚୟ ଦିଅନ୍ତୁ। ଆଉ କ'ଣ ଆମେ ଅଧିକ କରିପାରିବା
ଡ୍ରୋନ୍ ମାଧ୍ୟମରେ ତାର ମତାମତ ଦେବାକୁ ଅନୁରୋଧ। ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ ଏବଂ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଏହି ଭିଡ଼ିଓଟିକୁ ଦେଖିଥିବାରୁ। ଥ୍ୟାଙ୍କ ୟୁ ଅଲ୍।